ଆମକୁ ବାରମ୍ବାର ଦୁଃଖ ମିଳେ କାହିଁକି? ଜଣେ ବ୍ୟକ୍ତି ବୁଦ୍ଧଙ୍କୁ ପଚାରିଲେ, କାହିଁକି ବାରମ୍ବାର ଦୁଃଖ ଭୋଗୁଛି? ବୁଦ୍ଧ କହିଲେ, ତୁମେ ଦୁଃଖକୁ ଧରି ରଖିଛ, ସେଥିପାଇଁ ଏହା ବାରମ୍ବାର ଆସୁଛି। ଠିକ୍ ଯେମିତି ତୁମେ ଜାଳେଣୀ କାଠ ନିଜ ହାତରେ ଧରିବ, ହେଲେ ତୁମେ ଜଳିଯିବ। ଯଦି ତୁମେ ଏହାକୁ ଛାଡ଼ିଦିଅ, ତେବେ ଜଳିବା ବନ୍ଦ ହୋଇଯିବ। ତେଣୁ ଦୁଃଖକୁ ଧରି ରଖିବା ବନ୍ଦ କର, ଜୀବନରେ ସୁଖୀ ହେବ। ଅଥର୍ବ ବେଦରେ କୁହାଯାଇଛି ଯେ, ଯେଉଁ ମନୁଷ୍ୟର ବ୍ୟବହାର ମଧୁର ହୋଇଥାଏ, ତାଙ୍କର ବିରୋଧ କେହି କରନ୍ତି ନାହିଁ। ଯିଏ କାହାରି ସଙ୍ଗରେ ହିଂସା କରେ ନାହିଁ, ସମସ୍ତଙ୍କୁ ସମ୍ମାନ ଓ ମହତ୍ୱ ଦିଏ, ଭୟର ଅନୁଭବ ହୁଏ ନାହିଁ। ଏମିତି ଲୋକଙ୍କୁ ସୁଖ, ସହଯୋଗ ଓ ଅବସର ଆପେ ଆପେ ମିଳିଥାଏ। ସ୍ପଷ୍ଟ ଭାବରେ କହିଲେ, ଅନ୍ୟର ଅନୁଭବକୁ ମହତ୍ୱ ଦେଲେ ଆହୁରି ଅନେକ ଲାଭ ମିଳେ। କେଉଁ ପରିସ୍ଥିତିର ସମାଧାନ କିପରି କରିବାକୁ ହୁଏ, ବହିରୁ ପଢ଼ିବି ଜାଣିହେବ। କିନ୍ତୁ ବହିର ପାଠ ଓ ବାସ୍ତବତା ମଧ୍ୟରେ ବହୁତ ଅନ୍ତର ଥାଏ। ଏମିତି ବି ବିପରୀତ ପରିସ୍ଥିତି ସହ କିପରି ଲଢ଼ିବାକୁ ହେବ, ସେଥିପାଇଁ ଯୁବପିଢ଼ି ପ୍ରସ୍ତୁତ ନଥାନ୍ତି। ଏମିତି ସମୟରେ ଅନୁଭବ ହିଁ କାମ ଦେଇଥାଏ। ଅନୁଭବୀ ବ୍ୟକ୍ତି ଏପରି ପରିସ୍ଥିତିରେ କେବଳ ଧୈର୍ଯ୍ୟ ରଖିବାକୁ ପ୍ରେରଣା ଦିଅନ୍ତି, ବରଂ ଲଢ଼ିବାର ଉପାୟ ବି କହନ୍ତି। ତେଣୁ ଯେତେବେଳେ ବି ଅନୁଭବୀ ବ୍ୟକ୍ତିଙ୍କ ଠାରୁ କିଛି ଶିଖିବାକୁ ମିଳେ, ତାକୁ ଗ୍ରହଣ କରନ୍ତୁ। ଭବିଷ୍ୟତରେ ଏହି ଶିକ୍ଷା ବହୁତ କାମରେ ଆସିବ। କର୍ମର ଶ୍ରେଣୀକରଣ। କର୍ମର ବାହ୍ୟ ସ୍ୱରୂପକୁ ଦେଖି ତାର ମୂଲ୍ୟାୟନ କରିବା ଅନୁଚିତ। କର୍ମ ନିଜେ ଶୁଭ ବା ଅଶୁଭ ନୁହେଁ। କର୍ମର ଉଦ୍ଦେଶ୍ୟରୁ କର୍ମର ସ୍ୱରୂପ ନିର୍ଦ୍ଧାରଣ କରାଯାଏ। କର୍ମର ଉଦ୍ଦେଶ୍ୟକୁ ଜାଣିପାରିଲେ ହିଁ ଆମେ କର୍ମର ପ୍ରକୃତ ସ୍ୱରୂପ ବୁଝିପାରିବା। ତେଣୁ କର୍ମର ଶ୍ରେଣୀକରଣ ନ ବୁଝିଲେ କେଉଁ କର୍ମ ଉଚିତ ବା ଅନୁଚିତ ହୃଦୟଙ୍ଗମ କରିପାରିବା ନାହିଁ। ଏଥି ନିମିତ୍ତ ଶ୍ରୀକୃଷ୍ଣ କର୍ମର ପରିଭାଷା ପାଇବା ସହଜ ନୁହେଁ ବୋଲି କହିଛନ୍ତି। କର୍ମର ଗତି ଅତ୍ୟନ୍ତ ଗହନ। କର୍ତ୍ତବ୍ୟ କର୍ମ, ଯେଉଁ କର୍ମ ଦ୍ୱାରା ମନୁଷ୍ୟର ବିକାଶ ସମ୍ଭବ, ତାହା ହେଉଛି କର୍ତ୍ତବ୍ୟ କର୍ମ। କର୍ତ୍ତବ୍ୟ କର୍ମ ତିନି ପ୍ରକାରର: ନିତ୍ୟ କର୍ମ, ନୈମିତ୍ତିକ କର୍ମ ଓ କାମ୍ୟ କର୍ମ। ଦୈନନ୍ଦିନ କର୍ମକୁ ନିତ୍ୟ କର୍ମ କୁହାଯାଏ। ଯେଉଁ କର୍ମ ଏକ କୌଣସି ବିଶେଷ ଉପଲକ୍ଷେ କରାଯାଏ, ତାହା ନୈମିତ୍ତିକ କର୍ମ। କାମନା ପ୍ରଣୋଦିତ କର୍ମକୁ କାମ୍ୟ କର୍ମ କୁହାଯାଏ। ସମ୍ପର୍କରେ ଆଣନ୍ତୁ ନୂତନତା। ପ୍ରାୟତଃ ଆମକୁ ଲାଗେ କି ସ୍ନେହ ମମତା ଦେଖାଇବା ଦରକାର ପଡ଼େ ନାହିଁ, କିନ୍ତୁ ପ୍ରକୃତରେ ସମୟ ସମୟରେ ନିଜ ସମ୍ପର୍କିତ ଲୋକଙ୍କୁ ଆପଣ କେତେ ଭଲ ପାଆନ୍ତି, ତାହା ଜଣେଇବା ଦରକାର ପଡ଼ିଥାଏ। ନିଜ ଜୀବନରେ ତାଙ୍କର କ'ଣ ମହତ୍ୱ ଅଛି, ଏହା ଜଣାଇବା ଦ୍ୱାରା ଆପଣଙ୍କ ଉଡ଼ି ଯାଉଥିବା ନୌକା ବି କୂଳରେ ଲାଗିବ। ସ୍ନେହ ପ୍ରେମ ଆପଣଙ୍କୁ ଖୁସିର ଅନୁଭବ ଦେଇଥାଏ। ନିଜ ଭଲ ପାଇବାକୁ ସ୍ୱୀକାର କରିବା ଦ୍ୱାରା ନିଜେ ଓ ସାମ୍ନା ଲୋକ ବି ଖୁସି ହୋଇଥାଏ। ନିଜ କାମରେ କେବେ ବି ଅବହେଳା କରନ୍ତୁ ନାହିଁ। ଘରେ ହେଉ ବା ବାହାରେ, ନିଜ କାମରେ କେବେ ବି ଅବହେଳା କରନ୍ତୁ ନାହିଁ। କାର୍ଯ୍ୟାଳୟରେ କାହା ସହିତ ରୁଷ୍ଟ ବ୍ୟବହାର କରନ୍ତୁ ନାହିଁ। ନିଜର ଦୈନନ୍ଦିନ ଅଭ୍ୟାସ ସହ କୌଣସି ସାଲିସ କରନ୍ତୁ ନାହିଁ। ସର୍ବଦା ବିବାଦରୁ ଦୂରେଇ ରୁହନ୍ତୁ, ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ। ଶାରୀରିକ ବ୍ୟାୟାମ ବ୍ୟତୀତ ଟିଭି ଦେଖିବା, ବହି ପଢ଼ିବି ମନକୁ ବିଷମ ପରିସ୍ଥିତିରୁ ଦୂରେଇ ରଖିପାରିବେ। ଏହା ଦ୍ୱାରା ଫଳ, ସଜ ପରିବା ଓ ସାଲାଡ ଖାଇକରି ବି ନିଜକୁ ସୁସ୍ଥ ରଖିପାରିବେ। ଜୟ ଶ୍ରୀ ଜଗନ୍ନାଥ।